ଇସାଇୟା ପୁସ୍ତକ ଅଧ୍ୟାୟ 19। ଇଜିପ୍ଟ ବିରୁଦ୍ଧରେ ଦିବ୍ୟବାଣୀ। ଇଜିପ୍ଟ ସମ୍ବନ୍ଧରେ ଏକ ଦିବ୍ୟବାଣୀ। ଏକ ଦ୍ରୁତଗାମୀ ମେଘ ବାହନରେ ଆରୋହଣ କରି ପ୍ରଭୁ ଇଜିପ୍ଟକୁ ଆସନ୍ତି। ତାହାଙ୍କ ସନ୍ନିଧାନରେ ଇଜିପ୍ଟର ପିତୁଡ଼ା ସବୁ ପ୍ରକମ୍ପିତ ହେବ ଓ ଇଜିପ୍ଟୀୟମାନଙ୍କର ହୃଦୟ ତରଳିଯିବ। ଇଜିପ୍ଟୀୟମାନଙ୍କୁ ପରସ୍ପର ବିରୁଦ୍ଧରେ ମୁଁ ଉତ୍ତେଜିତ କରିବି। ସହୋଦର ସହୋଦର ବିରୁଦ୍ଧରେ, ପ୍ରତିବେଶୀ ପ୍ରତିବେଶୀ ବିରୁଦ୍ଧରେ, ନଗର ନଗର ବିରୁଦ୍ଧରେ ଓ ରାଜ୍ୟ ରାଜ୍ୟ ବିରୁଦ୍ଧରେ ଯୁଦ୍ଧ କରିବେ। ଇଜିପ୍ଟୀୟମାନଙ୍କର ଆତ୍ମପ୍ରତ୍ୟୟ ବିନଷ୍ଟ କରାଯିବ ଓ ସେମାନଙ୍କ ପରିକଳ୍ପନାଗୁଡ଼ିକୁ ବିଶୃଙ୍ଖଳ କରିଦେବି। ପିତୁଡ଼ା, ଯାଦୁକର, ପ୍ରେତାତ୍ମା ତଥା କୁହୁକୀମାନଙ୍କର ସନ୍ଧାନ ସେମାନେ କରିବେ। ଜଣେ ନିଷ୍ଠୁର ମୁନିବ ହସ୍ତରେ ମୁଁ ଇଜିପ୍ଟୀୟମାନଙ୍କୁ ସମର୍ପଣ କରିବି ଓ ଜଣେ ନିଷ୍ଠୁର ରାଜା ସେମାନଙ୍କ ଉପରେ ଶାସନ କରିବ। ସେନାଧୀଶ ପ୍ରଭୁ ଏହା କହିଅଛନ୍ତି। ନୀଳ ନଦୀ ଜଳ ଶୂନ୍ୟ ହେବ, ନଦୀଟି ଉତ୍ତପ୍ତ ହୋଇ ଶୁଷ୍କ ହେବ। ତାହାର ସମସ୍ତ ନାଳି ଦୁର୍ଗନ୍ଧଯୁକ୍ତ ହେବ ଓ ନୀଳ ନଦୀର ଶାଖାসমূହ ହ୍ରାସ ହୋଇ ଶୁଷ୍କ ହେବ। ସଅଲ ତଥା ଜଳଜ ତୃଣ ଶୁଷ୍କ ହେବ। ନୀଳ ନଦୀର ତଟଦେଶ ବିଜନ ହେବ। ତାହାର ତୀରରେ ଯାହା ବୁଣା ହେବ ତାହା ଶୁଷ୍କ ହୋଇଯିବ। ସେ ସମସ୍ତ ତଡ଼ି ଦିଆଯିବ ଓ କିଛି ହିଁ ଆଦୌ ରହିବ ନାହିଁ। ଧୀବରମାନେ ଓ ଯେଉଁମାନେ ନୀଳ ନଦୀରେ ବନଶୀ ପକାଇବେ, କ୍ରନ୍ଦନ ପୂର୍ବକ ସେମାନେ ବିଳାପ କରିବେ। ପୁଣି ଯେଉଁମାନେ ସେଥିରେ ଜାଲ ପକାଇବେ, ସେମାନେ ଅବସନ୍ନ ହେବେ। ଛଣପଟର ବୁଣାଣି ତଥା ଶୁଭ୍ର ତୁଳାର ତନ୍ତୀମାନେ ହତାଶ ହେବେ। ଯେଉଁମାନେ ଦେଶର ସ୍ତମ୍ଭ ରୂପେ ବିବେଚିତ ହୁଅନ୍ତି, ସେମାନେ ବିଧ୍ୱସ୍ତ ହେବେ ଓ ମଜୁରିଆମାନେ ଶୋକଗ୍ରସ୍ତ ହେବେ। ସ୍ୱାନର ଶାସକଗଣ ନିତାନ୍ତ ନିର୍ବୋଧ ଓ ଫାରର ବିଜ୍ଞ ପରାମର୍ଶଦାତାମାନେ ମୂଢ଼ ଉପଦେଶ ଦିଅନ୍ତି। ତୁମେମାନେ କିପରି ଫାରକୁ କହିପାରିବ ଯେ ମୁଁ ଜଣେ ବିଜ୍ଞ ବ୍ୟକ୍ତିର ପୁତ୍ର, ପ୍ରାଚୀନ ରାଜାମାନଙ୍କ ସନ୍ତାନ? ତାହାହେଲେ ତୁମର ଜ୍ଞାନୀ ଲୋକେ କେଉଁଠାରେ? ଇଜିପ୍ଟ ବିରୁଦ୍ଧରେ ସେନାଧୀଶ ପ୍ରଭୁ ଯାହା ଆୟୋଜନ କରିଛନ୍ତି, ତାହା ସେମାନେ ତୁମକୁ ଜଣାଇ ଦିଅନ୍ତୁ। ସ୍ୱାନର ଶାସକଗଣ ମୂଢ଼ ହୋଇଛନ୍ତି। ମେମ୍ଫିସର ଶାସକଗଣ ପ୍ରତାରିତ ହୋଇଛନ୍ତି। ଯେଉଁମାନେ ତାହାର ଗୋଷ୍ଠୀ ସମୂହର ଭିତ୍ତିମୂଳ ହୋଇଥିଲେ, ସେମାନେ ଇଜିପ୍ଟକୁ ବିଭ୍ରାନ୍ତ କରିଛନ୍ତି। ତାହା ମଧ୍ୟରେ ଏକ ଭ୍ରାନ୍ତି ରୂପକ ଆତ୍ମାକୁ ପ୍ରଭୁ ଅନୁପ୍ରବେଶ କରାଇଅଛନ୍ତି। ସୁତରାଂ ମଦ୍ୟପାୟୀ ଯେପରି ନିଜ ବାନ୍ତିରେ ଟଳମଳ ହୋଇ ଚଲାବୁଲା କରେ, ସେହିପରି ସେମାନେ ନିଜର ସମସ୍ତ କାର୍ଯ୍ୟକଳାପରେ ଇଜିପ୍ଟକୁ ଟଳମଳ କରି ଗମନାଗମନ କରାଇଛନ୍ତି। ମସ୍ତକ କିମ୍ବା ଲାଙ୍ଗୁଳ, ତାଳ ବାହୁଙ୍ଗା କିମ୍ବା ନଳ ଇଜିପ୍ଟ ପାଇଁ କିଛି ହିଁ କରିପାରିବ ନାହିଁ। ଇଜିପ୍ଟ ତଥା ସିରିଆର ମନ ଫେରଣ। ସେହିଦିନ ଇଜିପ୍ଟୀୟମାନେ ନାରୀ ସଦୃଶ ହେବେ ଓ ସେମାନଙ୍କ ବିରୁଦ୍ଧରେ ସେନାଧୀଶ ପ୍ରଭୁଙ୍କର ଦୋଦୁଲ୍ୟମାନ ହସ୍ତକୁ ଦେଖି ସେମାନେ ଭୟରେ କମ୍ପିତ ହେବେ। ଜୁଦା ପ୍ରଦେଶ ଇଜିପ୍ଟୀୟମାନଙ୍କୁ ଆତଙ୍କିତ କରିବ। ଯେଉଁମାନଙ୍କ ନିକଟରେ ତାହାର ନାମ ବର୍ଣ୍ଣିତ ହେବ, ସେନାଧୀଶ ପ୍ରଭୁଙ୍କ ଦ୍ୱାରା ସେମାନଙ୍କ ବିରୁଦ୍ଧରେ ପ୍ରସ୍ତୁତ ବିଧି ସମ୍ବନ୍ଧରେ ଶୁଣି ସେମାନେ ଭୟକାତର ହେବେ। ଯେଉଁମାନେ କାନାନୀୟ ଭାଷା ତଥା ସେନାଧୀଶ ପ୍ରଭୁଙ୍କୁ ଆନୁଗତ୍ୟ ସ୍ୱୀକାର କରିଛନ୍ତି, ସେମାନଙ୍କର 5 ଗୋଟି ନଗର ସେହିଦିନ ଇଜିପ୍ଟରେ ବିତ ତନ୍ମଧ୍ୟରୁ ଗୋଟିଏ ସୂର୍ଯ୍ୟ ନଗରୀ ନାମରେ ଅଭିହିତ ହେବ। ସେହିଦିନ ଇଜିପ୍ଟରେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ବଳିପୀଠ ଓ ତାହାର ସୀମା ସରହଦରେ ଏକ ସ୍ତମ୍ଭ
ଉତ୍ଥାପିତ ହେବ। ଇଜିପ୍ଟରେ ତାହା ସେନାଧୀଶ ପ୍ରଭୁଙ୍କ ସକାଶେ ଏକ ସଂକେତ ତଥା ସାକ୍ଷୀ ସଦୃଶ ହୋଇ ରହିବ। ଅତ୍ୟାଚାରୀମାନଙ୍କ ଯୋଗୁଁ ସେମାନେ ଯେବେ ପ୍ରଭୁଙ୍କ ନିକଟରେ ନିବେଦନ କରିବେ, ତେବେ ସେ ସେମାନଙ୍କ ପାଇଁ ଜଣେ ପରିତ୍ରାତାଙ୍କୁ ପଠାଇବେ ଓ ସେ ସେମାନଙ୍କୁ ରକ୍ଷା କରି ଉଦ୍ଧାର କରିବେ। ଇଜିପ୍ଟୀୟମାନଙ୍କ ନିକଟରେ ପ୍ରଭୁ ନିଜକୁ ପ୍ରକାଶ କରିବେ। ସେହିଦିନ ଇଜିପ୍ଟୀୟମାନେ ପ୍ରଭୁଙ୍କୁ ଜାଣିବେ ଓ ନୈବେଦ୍ୟ ତଥା ହୋମବଳି ଉତ୍ସର୍ଗ କରି ତାହାଙ୍କୁ ଆରାଧନା କରିବେ। ପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନସିକ ଉପହାର ଉତ୍ସର୍ଗ କରି ସେମାନେ ତାହାଙ୍କୁ କାର୍ଯ୍ୟକାରୀ କରିବେ। ପ୍ରଭୁ ଇଜିପ୍ଟକୁ ଆଘାତ କରିବେ, ଆଘାତ ତଥା ସୁସ୍ଥ କରିବେ। ସେମାନେ ପ୍ରଭୁଙ୍କ ସମ୍ମୁଖକୁ ଫେରି ଆସିବେ ଓ ସେମାନଙ୍କ ପ୍ରାର୍ଥନା ଶୁଣି ସେ ସେଠାକୁ ସୁସ୍ଥ କରିବେ। ସେହିଦିନ ଇଜିପ୍ଟ ଠାରୁ ଆସିରିଆ ପର୍ଯ୍ୟନ୍ତ ଏକ ରାଜପଥ ଖୋଲାଯିବ। ଆସିରିଆମାନେ ଇଜିପ୍ଟକୁ ଓ ଇଜିପ୍ଟୀୟମାନେ ଆସିରିଆକୁ ଯାତ୍ରା କରିବେ। ଇଜିପ୍ଟୀୟମାନେ ଆସିରିଆମାନଙ୍କ ଗହଣରେ ପ୍ରଭୁଙ୍କୁ ଆରାଧନା କରିବେ। ସେହିଦିନ ଇଜିପ୍ଟ ତଥା ଆସିରିଆ ସହ ଇସ୍ରାଏଲ ଏକ ତୃତୀୟାଂଶ ସଦୃଶ ସମ୍ମିଶ୍ରିତ ହେବ ଏବଂ ପୃଥିବୀରେ ଆଶୀର୍ବାଦର ପାତ୍ର ହେବ। ଏହିମାନଙ୍କୁ ଆଶୀର୍ବାଦ କରି ସେନାଧୀଶ ପ୍ରଭୁ କହନ୍ତି, ମୋର ସ୍ୱଜନ ଇଜିପ୍ଟ, ମୋର ହସ୍ତକୃତ କର୍ମ ସିରିଆ ଓ ମୋର ଉତ୍ତରାଧିକାର ଇସ୍ରାଏଲ ଆଶୀଷ ପ୍ରାପ୍ତ ହୁଅନ୍ତୁ। ଅଧ୍ୟାୟ 20। ଇଜିପ୍ଟ ପାଇଁ ଏକ ଚିହ୍ନ। ଆସିରିଆର ରାଜା ସାର୍ଗନ ଦ୍ୱାରା ପ୍ରେରିତ ସେନାପତି ଆସି ଆସଦୋଦ ବିରୁଦ୍ଧରେ ଯୁଦ୍ଧ କରି ଯେଉଁ ବର୍ଷ ତାହା ଅଧିକାର କଲା, ସେହି ବର୍ଷରେ ଆମୋସଙ୍କ ପୁତ୍ର ଜିସାୟାଙ୍କୁ ପ୍ରଭୁ କହିଲେ, ତୁମ କଟିରୁ ଚଟବସ୍ତ୍ର ଓ ତୁମ ପାଦରୁ ପାଦୁକା କାଢ଼ି ଦିଅ। ସୁତରାଂ ସେ ସେହି ନିର୍ଦ୍ଦେଶର ଅନୁଗତ ହୋଇ ଉଲଗ୍ନ ତଥା ନଗ୍ନ ପାଦରେ ଭ୍ରମଣ କଲେ। ତତ୍ପରେ ପ୍ରଭୁ କହିଲେ, ଇଜିପ୍ଟ ଓ ଇଥିଓପିଆ ସକାଶେ ଏକ ଚିହ୍ନ ତଥା ନିଦର୍ଶନ ସଦୃଶ ହୋଇଥିବା ମୋର ଦାସ ଜିସାୟା ଉଲଗ୍ନ ତଥା ନଗ୍ନ ପାଦରେ 3 ବର୍ଷ ଧରି ଯେପରି ଭ୍ରମଣ କରିଛି, ସେହିପରି ଆସିରିଆର ରାଜା ଆବାଳ ବୃଦ୍ଧା ଇଜିପ୍ଟୀୟମାନଙ୍କୁ ବନ୍ଦୀ ଓ ଇଥିଓପିଆମାନଙ୍କୁ ପ୍ରବାସୀ ରୂପେ ଉଲଗ୍ନ ନଗ୍ନ ପାଦ ତଥା ଅନାବୃତ ନିତମ୍ବରେ ଇଜିପ୍ଟର ଅପମାନ ସକାଶେ ଘେନି ଯିବେ। ସେ ସମୟରେ ଯେଉଁମାନେ ଇଥିଓପିଆକୁ ସେମାନଙ୍କ ପ୍ରତ୍ୟାଶା ଓ ଇଜିପ୍ଟକୁ ସେମାନଙ୍କ ଅଭିମାନ ସଦୃଶ ଧାରଣ କରିଥିଲେ, ସେମାନେ ସେହି ରାଜ୍ୟଗୁଡ଼ିକ ସମ୍ବନ୍ଧରେ ବିସ୍ମିତ ତଥା ବିଭ୍ରମ ହେବେ। ସେହିଦିନ ଏହି ତଟବାସୀମାନେ କହିବେ, ଆସିରିଆର ରାଜାଙ୍କ ହସ୍ତରୁ ରକ୍ଷା ପାଇବା ପାଇଁ ଯେଉଁମାନଙ୍କ ହସ୍ତରେ ଆମେ ଆସ୍ଥା ସ୍ଥାପନ କରିଥିଲୁ ଓ ସାହାଯ୍ୟ ଭିକ୍ଷା କରି ଯେଉଁମାନଙ୍କ ସମୀପକୁ ଆମେ ଧାଇଁ ଯାଇଥିଲୁ, ଦେଖ ସେମାନଙ୍କ ପାଇଁ ଏହିପରି ଘଟିଅଛି। ତାହାହେଲେ ଆମେ ବା କିପରି ରକ୍ଷା ପାଇବା? ଅଧ୍ୟାୟ 21। ବାବିଲନର ପତନ। ସମୁଦ୍ର ଉପକୂଳ ମରୁପ୍ରାନ୍ତରର ସମ୍ବନ୍ଧୀୟ ଦିବ୍ୟବାଣୀ। ନେଗେବରେ ଘୂର୍ଣ୍ଣିବାୟୁ ଯେପରି ବହେ, ତାହା ମରୁପ୍ରାନ୍ତରରୁ ଏକ ଭୟାନକ ଦେଶରୁ ଆସିଅଛି। ଏକ କଠୋର ଦର୍ଶନ ମୋତେ ପ୍ରଦର୍ଶିତ ହେଲା। ଲୁଣ୍ଠନକାରୀ ଲୁଣ୍ଠନ କରେ ଓ ସଂହାରକ ସଂହାର କରେ। ହେ ଏଲାମ, ଆରୋହଣ କର। ହେ ମେଦିଆ, ଅବରୋଧ କର। ତାହା ଦ୍ୱାରା ଘଟାଯାଇଥିବା ସମସ୍ତ ଆର୍ତ୍ତନାଦ ମୁଁ ସମାପ୍ତ କରେ। ସୁତରାଂ ମୋର କଟିଦେଶ କଠୋର ବେଦନା ଭୋଗ କରେ। ପ୍ରସବ ବେଦନା ସଦୃଶ ବ୍ୟଥା ମୋତେ ଆକ୍ରାନ୍ତ କରିଛି ଓ ବେଦନା ଯୋଗୁଁ ମୁଁ ଏପରି ନମିତ ଯେ ମୁଁ କିଛି ଶୁଣି ପାରୁନାହିଁ। ମୁଁ ଏପରି ଭୟଭୀତ ଯେ କିଛି ଦେଖିପାରୁନାହିଁ। ମୋର ହୃଦୟ ଟଳମଳ ହୁଏ, ଭୀତି ମୋତେ କମ୍ପିତ କରେ। ଯେଉଁ ସନ୍ଧ୍ୟାଦୀପ୍ତି ପାଇଁ ମୁଁ ଆକାଙ୍କ୍ଷିତ ଥିଲି, ତାହା ମୋ ପ୍ରତି ଆଶଙ୍କାଜନକ ହୋଇଛି। ସେମାନେ ମେଜ ସଜାନ୍ତି,
କମ୍ବଳ ବିଛାନ୍ତି। ଭୋଜନ ପାନ କରି ସେମାନେ ଉଲ୍ଲସିତ ହୁଅନ୍ତି। ହେ ଶାସକଗଣ, ଉଠି ଢାଲରେ ତେଲ ଜଳାଅ, କାରଣ ପ୍ରଭୁ ମୋତେ ଏହିପରି କହିଛନ୍ତି। ଯାଅ ଓ ଜଣେ ପ୍ରହରୀକୁ ନିଯୁକ୍ତ କର, ସେ ଯାହା ଦେଖିବ ତାହା ଜଣାଉ। 2ଟି ଲେଖାଏଁ ଅଶ୍ୱାରୋହୀ ଓ ଗର୍ଦ୍ଦଭ ତଥା ଉଷ୍ଟ୍ରାରୋହୀମାନଙ୍କୁ ସେ ଯେତେବେଳେ ଦେଖିବ, ସେତେବେଳେ ମନୋଯୋଗ ପୂର୍ବକ ସେ ନିରୀକ୍ଷଣ କରୁ। ସେ ସମୟରେ ପ୍ରହରୀ ଉଚ୍ଚ ସ୍ୱରରେ ଚିତ୍କାର କଲା, ପ୍ରହରା ଗମ୍ବୁଜ ଉପରେ ମୁଁ ଦିନ ତମାମ ଦଣ୍ଡାୟମାନ ଓ ମୋର ପ୍ରହରା ସ୍ଥାନରେ ମୁଁ ସମଗ୍ର ରାତି ପହରା ଦିଏ। ଦେଖ, 2ଟି ଲେଖାଏଁ ଅଶ୍ୱାରୋହୀ ଆସନ୍ତି। ଉତ୍ତରରେ ସେ ପୁଣି କହିଲା, ପତିତ ବାବିଲୋନ ପତିତ, ତାହାର ଦେବ ପ୍ରତିମୂର୍ତ୍ତିଗୁଡ଼ିକ ବିଧ୍ୱସ୍ତ। ହେ ମୋର ମଳିତ ତଥା ପରିଷ୍କୃତ ଜନକ, ଇସ୍ରାଏଲର ଈଶ୍ୱର ସେନାଧୀଶ ପ୍ରଭୁଙ୍କଠାରୁ ମୋ ଦ୍ୱାରା ଶ୍ରବିତ ସବୁ କିଛି ତୁମକୁ ଜଣାଇଅଛି। ଏଦୋମୀୟ ଗଣ। ଏଦୋମ ସମ୍ବନ୍ଧୀୟ ଦିବ୍ୟବାଣୀ। ସେଠାରୁ ଜଣେ ଡାକି ମୋତେ ପ୍ରଶ୍ନ କରେ, ହେ ପ୍ରହରୀ, କେଉଁ ପ୍ରହର ହେଲା? ହେ ପ୍ରହରୀ, କେଉଁ ପ୍ରହର ହେଲା? ଉତ୍ତରରେ ପ୍ରହରୀ କହିଲା, ପ୍ରଭାତ ଆସୁଅଛି, ରାତି ମଧ୍ୟ ଆସୁଅଛି। ତୁମେ ଯଦି ଚାହଁ, ତେବେ ପୁନରାୟ ଫେରି ଆସି ପଚାର। ଆରବୀୟ ଗଣ। ଆରବ ସମ୍ବନ୍ଧୀୟ ଦିବ୍ୟବାଣୀ। ହେ ଦେଦାନୀୟ ପଥିକ ଦଳ, ତୁମେମାନେ ଆରବର ଖଣ୍ଡି ବନ ମଧ୍ୟରେ ରାତ୍ରି ଯାପନ କର। ହେ ତେମା ଦେଶବାସୀ, ତୃଷିତମାନଙ୍କୁ ତୁମେମାନେ ଜଳ ଦାନ କର ଓ ପଳାତକମାନଙ୍କୁ ସାକ୍ଷାତ କରି ସେମାନଙ୍କୁ ରୁଟି ପରିବେଷଣ କର, କାରଣ ସେମାନେ ନିଷ୍କାସିତ ଖଡ୍ଗ ମୁଖରୁ, ଟଙ୍କାରିଆତ ଧନୁରୁ ତଥା କଠୋର ଯୁଦ୍ଧରୁ ପଳାୟନ କରି ଅଛନ୍ତି। କେଦାର। ପ୍ରଭୁ ମୋତେ କହିଲେ, ମଜୁରିଆ ଯେପରି ବର୍ଷଗୁଡ଼ିକର ହିସାବ ନିକାଶ କରେ, ତଦନୁଯାୟୀ ଠିକ୍ ଗୋଟିଏ ବର୍ଷ ମଧ୍ୟରେ କେଦାରର ସମସ୍ତ ଗୌରବ ସମାପ୍ତ ହେବ। କେଦାରର ପ୍ରବୀଣ ଧନୁର୍ଦ୍ଧରମାନଙ୍କ ମଧ୍ୟରୁ କେବଳ ସ୍ୱଳ୍ପ ସଂଖ୍ୟକ ବ୍ୟକ୍ତି ଅବଶିଷ୍ଟ ରହିବେ। ଇସ୍ରାଏଲର ଈଶ୍ୱର ପ୍ରଭୁ ହିଁ ଏହା କହିଅଛନ୍ତି। ଅଧ୍ୟାୟ 22। ଜେରୁସାଲେମ ବିରୁଦ୍ଧରେ ଚେତାବନୀ। ହିନୋମ ଉପତ୍ୟକା ସମ୍ବନ୍ଧୀୟ ଦିବ୍ୟବାଣୀ। ଅଟ୍ଟହାସପୂର୍ବକ କୋଳାହଳପୂର୍ଣ୍ଣ ହେ ସହର, ହର୍ଷୋତ୍ଫୁଲ୍ଲ ହେ ନଗରୀ। ଗୃହ ଛାତ ଉପରକୁ ତୁମ ସମସ୍ତଙ୍କର ଏଭଳି ଆରୋହଣର ଅର୍ଥ ବା କ'ଣ? ତୁମର ନିହତ ବ୍ୟକ୍ତିମାନେ ଖଡ୍ଗରେ ନିହତ ହୋଇନାହାନ୍ତି କିମ୍ବା ଯୁଦ୍ଧରେ ମୃତ ହୋଇନାହାନ୍ତି। ତୁମର ସମସ୍ତ ଶାସକ ମିଳିତ ଭାବେ ପଳାୟନ କରିଛନ୍ତି। ଧନୁ ବଙ୍କା ନ ହୋଇ ସେମାନେ ସମସ୍ତେ ବନ୍ଦୀ କରାହୋଇଛନ୍ତି। ସୁଦୂରକୁ ପଳାୟନ କରିଥିବା ସତ୍ତ୍ୱେ ସେମାନଙ୍କ ମଧ୍ୟରୁ ଯେଉଁମାନଙ୍କର ସାକ୍ଷାତ ମିଳିଲା, ସେ ସମସ୍ତେ ବନ୍ଦୀ ହୋଇଛନ୍ତି। ସୁତରାଂ ମୁଁ କହିଲି, ମୋ ଠାରୁ ତୁମ ଦୃଷ୍ଟିକୁ ଫେରାଇ ନିଅ। ତିକ୍ତମୟ ଅଶ୍ରୁପାତ କରିବା ପାଇଁ ମୋତେ ଛାଡ଼ିଦିଅ। ମୋର ସ୍ୱଜନମାନଙ୍କ କନ୍ୟାର ବିନାଶ ସମ୍ପର୍କରେ ମୋତେ ଆଶ୍ୱସ୍ତ କରିବା ପାଇଁ ଉଦ୍ୟତ ହୁଅ ନାହିଁ, କାରଣ ଏହା ସେନାଧୀଶ ପ୍ରଭୁଙ୍କ ଦ୍ୱାରା ପ୍ରେରିତ ଦିବସ, କୋଳାହଳ, ପଦଦଳନ ତଥା ବିଭ୍ରମର ଦିବସ। ହିନୋମ ଉପତ୍ୟକାରେ ଏକ ପ୍ରାଚୀର ବିଧ୍ୱସ୍ତ ହୁଏ। ସାହାଯ୍ୟ ଭିକ୍ଷା କରି ପର୍ବତ ସବୁରେ ଶୋକ ଚିତ୍କାର ଶୁଣାଯାଏ। ଏଲାମ ତୁଣୀ ସହିତ ପରିହିତ ହୁଏ ଓ ରଥଗୁଡ଼ିକରେ ଘଟକମାନଙ୍କୁ ସଂଯୋଗ କରେ। କିର୍ ଢାଲ ବାହାର କରେ। ତୁମ ଉତ୍କୃଷ୍ଟ ଉପତ୍ୟକା ସମୂହ ରଥଗୁଡ଼ିକରେ ପରିପୂର୍ଣ୍ଣ ହେଲା। ଅଶ୍ୱାରୋହୀମାନେ ପ୍ରବେଶ ପଥଗୁଡ଼ିକରେ ଦଣ୍ଡାୟମାନ ହେଲେ। ସେ ଯୁଦାର ଆଚ୍ଛାଦନୀକୁ କାଢ଼ି ନେଲେ। ସେହିଦିନ ତୁମେ ଅରଣ୍ୟ ଗୃହରେ ସଞ୍ଚିତ ହୋଇଥିବା ଶସ୍ତ୍ରଗୁଡ଼ିକୁ ଦେଖିଲ। ଦାବୀଦଙ୍କ ନଗରୀରେ
ଅନେକ ଭଗ୍ନ ସ୍ଥାନ ତୁମେ ଦେଖିବାକୁ ପାଇଲ ଓ ନିମ୍ନତର ପୁଷ୍କରିଣୀର ଜଳକୁ ଅଟକାଇଲ। ଜେରୁସାଲେମର ଗୃହ ସକଳକୁ ତୁମେ ଗଣନା କଲ ଓ ପ୍ରାଚୀରକୁ ସୁଦୃଢ଼ କରିବା ପାଇଁ ସେହି ଗୃହ ସମୂହକୁ ବିଧ୍ୱସ୍ତ କଲ। ପୁରାତନ ପୁଷ୍କରିଣୀର ଜଳ ସଂଗ୍ରହ କରିବା ପାଇଁ ପ୍ରାଚୀର ଦ୍ୱୟ ମଧ୍ୟରେ ତୁମେ ଏକ ଜଳାଶୟ ନିର୍ମାଣ କଲ। କିନ୍ତୁ ଯିଏ ଏହା ସାଧନ କରିଥିଲେ ତୁମେ ତାହାଙ୍କୁ ନିରୀକ୍ଷଣ କଲ ନାହିଁ, କିମ୍ବା ଯିଏ ଏହା ବହୁ ପୂର୍ବରୁ ଆୟୋଜନ କରିଥିଲେ ତୁମେ ତାହାଙ୍କ ପ୍ରତି କୌଣସି ପରିଗଣନା କଲ ନାହିଁ। କ୍ରନ୍ଦନ ତଥା ରନ୍ଦନ କରିବା, ମସ୍ତକ ମୁଣ୍ଡନ କରିବା ଓ ଚଟବସ୍ତ୍ର ପରିହିତ ହେବା ପାଇଁ ସେହିଦିନ ଈଶ୍ୱର ସେନାଧୀଶ ପ୍ରଭୁ ତୁମକୁ ଆମନ୍ତ୍ରଣ କଲେ। କିନ୍ତୁ ସେଠାରେ ଆମୋଦ ପ୍ରମୋଦ ତଥା ଆନନ୍ଦିତ ଅବସ୍ଥା, ଗୋବଧ ତଥା ମେଷବଧ, ମାଂସ ଭକ୍ଷଣ ତଥା ଦ୍ରାକ୍ଷାରସ ପାନ ଦେଖାଯାଏ। ଆସ ଆମେ ଭୋଜନ ପାନ କରିବା, କାରଣ ଆସନ୍ତାକାଲି ଆମେ ମୃତ୍ୟୁବରଣ କରିବୁ। ମୋର କାନରେ ସେନାଧୀଶ ପ୍ରଭୁ ଏହା ପ୍ରକାଶ କଲେ। ତୁମର ମୃତ୍ୟୁ ପର୍ଯ୍ୟନ୍ତ ଅବଶ୍ୟ ତୁମେ ଏହି ଅପରାଧରୁ କ୍ଷମା ପାଇବ ନାହିଁ। ଈଶ୍ୱର ସେନାଧୀଶ ପ୍ରଭୁ ଏହା କହିଛନ୍ତି। ସେବ୍ନା ପାଇଁ ଏକ ଚେତାବନୀ। ଈଶ୍ୱର ସେନାଧୀଶ ପ୍ରଭୁ କହନ୍ତି, ରାଜପ୍ରାସାଦର ଦେବାନ ସେବ୍ନାର ସନ୍ନିକଟ ହୋଇ ତାକୁ ଏପରି କୁହ, ତୁମର ଏଠାରେ କ'ଣ କରିବାର ଅଛି? ଉଚ୍ଚ ସ୍ଥାନରେ ତୁମ ପାଇଁ ଏକ କବର ଯେପରି ଖୋଦନ କର ଓ ପାହାଡ଼ ଶୈଳରେ ଯେପରି ଏକ ବସତି କର, ତନ୍ନିମନ୍ତେ ଏଠାରେ ତୁମର କିଏ ବା ଅଛି? ହେ ଶକ୍ତିଶାଳୀ ବ୍ୟକ୍ତି, ଶକ୍ତି ସହକାରେ ପ୍ରଭୁ ତୁମକୁ ଫୋପାଡ଼ି ଦେବେ। ସେ ତୁମକୁ ଦୃଢ଼ ଭାବେ ଧରିଛନ୍ତି। ଗୋଟିଏ ପେଣ୍ଡୁ ପରି ବୁଲାଇ ବୁଲାଇ ସେ ତୁମକୁ ଏକ ବିସ୍ତୀର୍ଣ୍ଣ ଦେଶକୁ ଫୋପାଡ଼ି ଦେବେ। ସେଠାରେ ତୁମେ ମୃତ୍ୟୁ ମୁଖରେ ପଡ଼ିବ। ମୁନିବର ଗୃହର ଅପମାନ ପାତ୍ର ହେବ। ହେ ତୁମେ ଯେଉଁ ରଥ ସମୂହ ସମ୍ବନ୍ଧରେ ତୁମେ ଦର୍ପ କର, ସେ ସମସ୍ତ ସେଠାକୁ ପଠାଯିବ। ତୁମ ପଦବୀରୁ ମୁଁ ତୁମକୁ ବିଚ୍ୟୁତ କରିବି ଓ ତୁମ ସ୍ଥାନରୁ ମୁଁ ତୁମକୁ ବହିଷ୍କାର କରିବି। ସେହିଦିନ ମୋର ଦାସ ତଥା ହିଲ୍କିୟାର ପୁତ୍ର ଏଲିଆଖିମକୁ ମୁଁ ଡାକିବି। ମୁଁ ତାକୁ ତୁମର ପୋଷାକ ତଥା କଟିବନ୍ଧନୀ ପରିହିତ କରାଇବି। ତୁମ ଅଧିକାରକୁ ମୁଁ ତାକୁ ହସ୍ତରେ ସମର୍ପଣ କରିବି ଓ ସେ ଜେରୁସାଲେମବାସୀ ତଥା ଯୁଦା ବଂଶ ପାଇଁ ଜଣେ ପିତା ସ୍ୱରୂପ ହେବ। ଦାବିଦଙ୍କ ଗୃହ ଚାବିକାଠି ମୁଁ ତାର ସ୍କନ୍ଧରେ ସମର୍ପଣ କରିବି। ସେ ଯେତେବେଳେ ଖୋଲିବ ସେତେବେଳେ କେହି ତାକୁ ରୁଦ୍ଧ କରିବ ନାହିଁ ଓ ସେ ଯେବେ ରୁଦ୍ଧ କରିବ କେହି ତାହା ଖୋଲିବ ନାହିଁ। ଗୋଟିଏ କିଳା ସଦୃଶ ମୁଁ ତାକୁ ଏକ ସୁଦୃଢ଼ ସ୍ଥାନରେ ସ୍ଥାପନ କରିବି ଓ ସେ ନିଜ ପିତୃ ଗୃହରେ ଗୌରବମୟ ସିଂହାସନ ସଦୃଶ୍ୟରେ ପରିଣତ ହେବ। ସନ୍ତାନ ସନ୍ତତି ପାନପାତ୍ର ଠାରୁ କଳସ ପର୍ଯ୍ୟନ୍ତ ସମସ୍ତ ପାତ୍ର ପ୍ରଭୃତି ନିଜ ପିତୃ ଗୃହର ସମଗ୍ର ଭାରକୁ ସେମାନେ ତାଠାରେ ଝୁଲାଇ ଦେବେ। ସେନାଧୀଶ ପ୍ରଭୁ କହନ୍ତି, ଯେଉଁ କିଳା ସୁଦୃଢ଼ ସ୍ଥାନରେ ସ୍ଥାପିତ, ତାହା ସେହି ଦିନ ଉତ୍ପାଟିତ ହେବ, ତାହା ତଥା ତାହା ଉପରେ ଝୁଲି ରହୁଥିବା ଭାର ଉଚ୍ଛେଦିତ ହେବ, କାରଣ ପ୍ରଭୁ ଏହା କହିଅଛନ୍ତି।